ମୋର ଅଧ୍ୟାପକ ଓ କର୍ମଚାରୀ ବନ୍ଧୁମାନଙ୍କୁ ପ୍ରଣାମ କରି ମୋର ୟୁଟ୍ୟୁବ୍ ଚ୍ୟାନେଲକୁ ସ୍ୱାଗତ କରୁଛି, ଯାହା ଷ୍ଟଡି ଟେକ୍ ବାଏ ତାସାର ନାମରେ ନାମିତ। ଆଜି ଗୋଟେ ପ୍ରସଙ୍ଗ ବିଷୟରେ ଡିସ୍କସନ୍ କରିବାକୁ ମୁଁ ଯାଉଛି, ଯାହା ଅଧ୍ୟାପକ ଓ ଅଧ୍ୟାପିକା ବା କର୍ମଚାରୀ ବନ୍ଧୁମାନଙ୍କୁ UGC ସ୍କେଲରେ ବେତନ ଦେବା ବା ଦରମା ଦେବା କଥା ସୁପ୍ରିମକୋର୍ଟରେ ବିଚାରାଧୀନ ଥିଲା। ଯେଉଁ 1994 ଜିଓ କଥା କୁହାଯାଉ କିମ୍ବା 488 662 ବର୍ଗ କର୍ମଚାରୀମାନଙ୍କର ବା ଅଧ୍ୟାପକ କର୍ମଚାରୀମାନଙ୍କର କଥା କେଉଁଠି ନା କେଉଁଠି ସୁପ୍ରିମକୋର୍ଟରେ ବିଚାରାଧୀନ ଥିଲା। ସୁପ୍ରିମକୋର୍ଟ ସେ କଥାକୁ ଶୁଣାଣି ପାଇଁ ସେ ଦେଇଛି ଏଠି ଦ ଗଭର୍ଣ୍ଣମେଣ୍ଟ ଟୁ ଡିସାଇଡ୍ ୱିଥିନ୍ 3 months ରିଗାର୍ଡ଼ିଂ ଦ ସାଲାରୀ ପେମେଣ୍ଟସ୍ ଆଟ୍ UGC ସ୍କେଲ୍। ୟା ଅର୍ଥ ଏ ଗଭର୍ଣ୍ଣମେଣ୍ଟ ଦେଇଛି ଯେ ଗଭର୍ଣ୍ଣମେଣ୍ଟକୁ ସୁପ୍ରିମକୋର୍ଟ ତାର ଶୁଣାଣି ଦେଇଛି ଯେ ତୁମେ 3 ମାସ ଭିତରେ ଗୋଟେ ରିପୋର୍ଟ ଦିଅ ଯାହା ପେମେଣ୍ଟ କରିବ UGC ସ୍କେଲ୍ ହାରରେ। ସେ ଯାହା ବି ହେଉଛି ହଉ, ଏଠି ସୁପ୍ରିମକୋର୍ଟ ତାର ଡିଲାବୋରେଟ୍ କରିଛି ଯାହା ଆମର ପେମେଣ୍ଟ ସାଲାରୀ ଅଫ୍ ଲେକ୍ଚର, ଏଇଟା ପ୍ରଫେସର ହେଇଯାଇଛି, ଏଇଟା ଲେକ୍ଚର, ଏଇଟା ଟ୍ରାନ୍ସଲେସନ୍ କରିକି ଇଏ କଲାବେଳେ ଏଇଟା ଇଏ ହେଉଛି, ଏଇଟା ଲେକ୍ଚରର। ତାହେଲେ କେଉଁଠି ନା କେଉଁଠି ଆମକୁ ସେ ଦେଇଛନ୍ତି ଯେ କ'ଣ ନା ରାଜ୍ୟ ସରକାର ବା ରାଜ୍ୟ ଉଚ୍ଚଶିକ୍ଷା ନିର୍ଦ୍ଦେଶକଙ୍କୁ ଗୋଟେ ଏହି ପ୍ରସଙ୍ଗରେ ନିଷ୍ପତ୍ତି ନେବାକୁ କୁହାଯାଇଛି, ଯାହାକୁ ଆମ ଡାଇରେକ୍ଟର ଅଫ୍ ହାୟର ଏଜୁକେସନକୁ ସେ ଇନଷ୍ଟ୍ରକ୍ସନ୍ ଦେଇଛନ୍ତି ଯେ ତୁମେ 3 ମାସ ସମୟ ସୀମା ସେମାନେ ରଖିଛନ୍ତି, ଧାର୍ଯ୍ୟ କରିଛନ୍ତି ଯେ 3 ମାସ ଭିତରେ ତୁମେ କ'ଣ ପଦକ୍ଷେପ ନେଇଛ ଆମକୁ ରିପୋର୍ଟ ଦେବ। ୟା ଅର୍ଥ କେଉଁଠି ନା କେଉଁଠି ଗଭର୍ଣ୍ଣମେଣ୍ଟ ହାରିବା ପୋଜିସନରେ ଅଛି। ମୋର ଯେଉଁ ବନ୍ଧୁମାନେ ଅଛନ୍ତି ବା ଶିକ୍ଷାବତୀ ଅଧ୍ୟାପକ ଅଧ୍ୟାପିକା ମାନେ ଅଛନ୍ତି, ସେ 488 ହେଉ କି 662 କାଟାଗୋରୀ ହେଉ, କାଟାଗୋରୀଟାକୁ ନ ରଖିକି ଗୋଟିଏ କେବଳ କଲେଜ କରିଦେବା ଦରକାର। ଯେ କାଟାଗୋରୀ ଯେଉଁ ବିଭିନ୍ନ ପ୍ରକାର କାଟାଗୋରୀ, ଯେମିତି ଆମେ ସ୍କୁଲରେ ପାରା ଶିକ୍ଷକ, କଣ୍ଟ୍ରାଚୁଆଲ ଶିକ୍ଷକ, ଏମିତି ସବୁ ବିଭିନ୍ନ ପ୍ରକାର କାଟାଗୋରୀ ନ କରି ଯଦି ଗୋଟିଏ ପ୍ରକାର କରିଦିଆନ୍ତା ତାହେଲେ ଏତେ ସବୁ ସମସ୍ୟା ହୁଅନ୍ତା ନାହିଁ। ଯେକୌଣସି ସମସ୍ୟା ତୁମେ ତ ଦେବାର ଅଛି ଦେବ। ଯଦି ତୁମେ ଯେ ଆର ସରକାର କରିନଥିଲା ଆମେ ବି କରିବୁନି, ୟା ଅର୍ଥ ଗୋଟେ ଉଦ୍ଦେଶ୍ୟ କେଉଁଠି ନା କେଉଁଠି ଗୋଟେ ନେଗେଟିଭ୍ ଥଟ୍ ଭାଇବ୍ରେଟେଡ଼ ହେଉଛି ଯେ ଆର ସରକାର କରିନଥିଲା ବୋଲି ଗଲା, ପୁଣି ଆମେ ଯଦି ନ କରିବା ଆମେ ବି ନ ରହିବା। ଇଏ ହେଲା କଥା ଯେ କେଉଁଠି ନା କେଉଁଠି ଯେ ଗଭର୍ଣ୍ଣମେଣ୍ଟ ବର୍ତ୍ତମାନ ହାରିବାର ସ୍ୱାଦ ପାଇବ, ମୋର ବନ୍ଧୁମାନେ ମାନେ ଜିତିବାର ସ୍ୱାଦ ପାଇବେ। ସେ ଯାହା ବି ହେଉଛି ହଉ, ଏଠି ଜିତିବା ଉପରେ ଚାଲିଛି। ଯେ ଆମକୁ ଗୋଟେ ଟାଇମ୍ ଲାଇନ୍ ସେମାନେ ଦେଇଛନ୍ତି, ସୁପ୍ରିମକୋର୍ଟ ଟାଇମ୍ ଲାଇନ୍ ଦେଇଛି, ଯେଉଁ ଟାଇମ୍ ଲାଇନ୍ଟା ମାତ୍ର 3 ମାସ ଅଛି। 3 ମାସ ଭିତରେ ତୁମେ କ'ଣ କରିଛ ସେ ରିପୋର୍ଟ ଦିଅ। ସୁପ୍ରିମକୋର୍ଟକୁ ରିପୋର୍ଟ ଦେବେ, କିଏ ସେ ଦେବେ ନା ଯିଏ ଅଛନ୍ତି ଆମର ଡାଇରେକ୍ଟର ଅଫ୍ ହାୟର ଏଜୁକେସନର ଯିଏ ଡାଇରେକ୍ଟର ଅଛନ୍ତି, ଯାହାକୁ ଆମେ ରାଜ୍ୟର ଉଚ୍ଚଶିକ୍ଷା ନିର୍ଦ୍ଦେଶକ ବୋଲି କହିବା, ତାଙ୍କୁ ଟାଇମ୍ ଦିଆହେଇଛି ଯେ 3 ମାସ ଭିତରେ ତୁମେ ଗୋଟେ ପ୍ରପର ରିପୋର୍ଟ ଦିଅ। ୟା ଅର୍ଥ ଯେ ତୁମେ ଯେହେତୁ ଗୋଟିଏ କାମ ଗଭର୍ଣ୍ଣମେଣ୍ଟ କରିବା ଜାଣିବା ଦରକାର ଯେ ତୁମେ ଖାଲି ଯେ କଲେଜ ଖୋଲିଦେଲେ ହେବନି। ଯେ ଯେଉଁମାନେ ଅଧ୍ୟାପକ ଆଉ ଅଧ୍ୟାପିକା ବା ଲେକ୍ଚରର ବନ୍ଧୁମାନେ ଅଛନ୍ତି, ସେମାନେ ତ କଲେଜ ଖୋଲିନଥିଲେ, କଲେଜ ତ ଏଇ ନେତାମାନେ କରିଥିଲେ। ତାହେଲେ ଏଇ ନେତାମାନେ ଯେତେବେଳେ ସେ ସିଟ୍ରେ ଯାଇକି ବସନ୍ତି, ତାହେଲେ ସେମାନେ କ'ଣ କରନ୍ତି ଯେ ତାଙ୍କ ଭିତରେ ଗୋଟେ ଅଲଗା ପ୍ରକାର ସିଂହରଣ ଖେଳେ ଯେ ନାଇଁ ଆମେ ଏମାନଙ୍କୁ କେମିତି ହଇରାଣ କରିବୁ। ୟା ଅର୍ଥ ତୁମେ ଯେହେତୁ ଦେଲ ଯେ ଜଣକୁ ଖାଇବାକୁ ଦେବ କିନ୍ତୁ ଅଧା ପେଟ ଦେବ ଖାଇବାକୁ ଦେବ, ତାହେଲେ ସେ ଦେବାରେ କିଛି ମାନେ ନାହିଁ। ୟା ଅର୍ଥ ଯଦି ଗୋଟେ ଲ ସିଷ୍ଟମ୍ ନଥାନ୍ତା ତାହେଲେ ଆମେ ସେଇ ପୁରୁଣା ଇଂରେଜ ଶାସନ ବା ରାଜୁଡ଼ା ଶାସନ ଭିତରେ ଆମେ
निष्पेषित होइକି ରହିଥାନ୍ତୁ। ସେ ଯାହା ବି ହେଉଛି ହଉ, ଗୋଟେ ଲ ସିଷ୍ଟମ୍ ଅଛି ବୋଲି କେଉଁଠି ନା କେଉଁଠି ଯିଏ ବି ଯାଉଛି ଯେ ତାର ସକ୍ସେସ୍ର ପାଦଦେଶରେ ସେ ପହଞ୍ଚୁଛି। ଯାହା ବି ହେଉଛି ହଉ, ଦେଖିବା ତା ବ୍ୟକ୍ତିଗତ ଶୁଣାଣି କରିବେ ଉଚ୍ଚଶିକ୍ଷା ନିର୍ଦ୍ଦେଶକ, ତାଙ୍କର ବ୍ୟକ୍ତିଗତ ଗୋଟେ ଶୁଣାଣି କରିବେ ବୋଲି ସେ କହିଛନ୍ତି ବା ପ୍ରତିଶ୍ରୁତିବଦ୍ଧ ହେଇଛନ୍ତି। ୟା ଅର୍ଥ କେଉଁଠି ନା କେଉଁଠି ସେମାନେ ନିଶ୍ଚିତ ଯେ ଆମର ଶିକ୍ଷକ ବନ୍ଧୁମାନଙ୍କ ଏ ଯେଉଁ ଲେକ୍ଚର ବନ୍ଧୁମାନଙ୍କ କଥା ଶୁଣିବେ ବା ପଜିଟିଭରେ ନେବେ। ଯେ ସୁପ୍ରିମକୋର୍ଟ ଯେହେତୁ ପଜିଟିଭ୍ ଥଟ୍ରେ ଦେଇଛନ୍ତି, ଦେଖିବା କ'ଣ ହେଉଛି ଆଗକୁ। ତାହେଲେ UGC ହାରରେ ଦରମା ଦେବାକୁ କିଛି ଅଧ୍ୟାପକ ଓ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ ବା ମାମଲା ରୁଜୁ କରିଥିଲେ। କିଛି ଅଧ୍ୟାପକ ଭିତରେ ବୋଧହୁଏ 150 ଜଣ ବା 150 ଜଣ ଅଧ୍ୟାପକ ଯାଇଥିଲେ। ସେମାନେ ତାଙ୍କର ଦାବି କରିଥିଲେ ଯେ ଆମକୁ UGC ହାରରେ ବେତନ ଦିଆଯାଉ। କିନ୍ତୁ ହାଇକୋର୍ଟ ସେ ଶୁଣାଣିକି ଗୋଟେ ପଜିଟିଭରେ ଥଟ୍ରେ ନେଇଥିଲା ଯେ ତୁମେ ଦିଅ ବୋଲି ତାଙ୍କୁ କହିଥିଲା। କାହାକୁ? ଗଭର୍ଣ୍ଣମେଣ୍ଟକୁ କହିଥିଲା, ଓଡ଼ିଶା ଗଭର୍ଣ୍ଣମେଣ୍ଟକୁ କହିଥିଲା। କିନ୍ତୁ ଓଡ଼ିଶା ଗଭର୍ଣ୍ଣମେଣ୍ଟ କ'ଣ କଲା ଯେ ତାର ମହତ୍ତ୍ୱ ଉଦ୍ଦେଶ୍ୟ ରଖି ସେ ଦେଖିଲା ଯେ ମୁଁ ଦେବି ନାହିଁ। ଗୋଟେ ମହତ୍ତ୍ୱ ଉଦ୍ଦେଶ୍ୟ, ୟା ଅର୍ଥ ମୋ ଭାଇମାନଙ୍କ ପ୍ରତି ଗୋଟେ ମହତ୍ତ୍ୱ ଉଦ୍ଦେଶ୍ୟ, ଯେ ମହତ୍ତ୍ୱ ଉଦ୍ଦେଶ୍ୟ ରଖି ସେ କ'ଣ କଲା ଯେ ନାଇଁ ମୁଁ ଦେବି ନାହିଁ। ନ ଦେବି ବୋଲି ଭାବି ସେ କ'ଣ କଲା ନା ସୁପ୍ରିମକୋର୍ଟରେ ଗୋଟେ ପିଟିସନ୍ ଦାୟର କଲା। ଯେତେବେଳେ ସୁପ୍ରିମକୋର୍ଟରେ କଲା, ସୁପ୍ରିମକୋର୍ଟ କ'ଣ ଚିନ୍ତା କଲେ ନା ହାଇକୋର୍ଟ ଯେହେତୁ ଯାହା ଦେଇଛି ତାହାରି ଉପରେ ସେ ଗୋଟେ ପିଟିସନ୍ କଲେ। ନାଇଁ ତମେ 3 ମାସ ଭିତରେ, ହାଇକୋର୍ଟ ଯାହା ଦେଇଛି ଠିକ୍ କଥା ଦେଇଛି ଯେ ତୁମେ 3 ମାସ ଭିତରେ ତାଙ୍କ ଡିମାଣ୍ଡକୁ ତୁମେ ଫୁଲଫିଲ୍ କର। ବ୍ୟାକଗ୍ରାଉଣ୍ଡ ଅଫ୍ କେସ୍ ଦ ଲେକ୍ଚରର, ଏଇଟା ଲେକ୍ଚରର୍ସ ହେଲା, ସିଏ କ'ଣ କହିଲେ ନା ନାଇଁ ତୁମେ ତାଙ୍କ ଡିମାଣ୍ଡକୁ ତୁମେ କେଉଁଠି ନା କେଉଁଠି ତାଙ୍କର ଫୁଲଫିଲ୍ କର ବା ସାଲାରୀ ଡିମାଣ୍ଡକୁ ଫୁଲଫିଲ୍ କର ହେଲା। ତାହେଲେ ହାଇକୋର୍ଟର ଏ ଡିସିସନ୍କୁ ସେ ନିଶ୍ଚିତ ଗୋଟେ ପଜିଟିଭରେ ନେଇଛନ୍ତି। ଯେ ଏଠି ଯେ ସୁପ୍ରିମକୋର୍ଟରେ ଯେଉଁମାନେ ଯେଉଁ ଚ୍ୟାଲେଞ୍ଜ ହେଇଥିଲା, ଅର୍ଡ଼ରଟା ଚ୍ୟାଲେଞ୍ଜ ହେଇଥିଲା, ଏ ସୁପ୍ରିମକୋର୍ଟର ଯେଉଁ ବେଞ୍ଚରେ ଥିଲେ, ଜଜ୍ ଥିଲେ, ସେ ଜଜ୍ ହେଉଛନ୍ତି ଜଷ୍ଟିସ୍ ଆମର JK ମହେଶ୍ୱରୀ ଆଉ ଅତୁଲ ସାର୍। ଏ 2 ଜଣ ଥିଲେ। ଯାହା ବି ହେଉଛୁ ଏ 2 ଜଣ ତାଙ୍କୁ କେଉଁଠି ନା କେଉଁଠି ଗୋଟେ ପଜିଟିଭରେ ସେମାନେ ନେଇଛନ୍ତି। ଯେ ଆମର ଅଧ୍ୟାପକ ଓ ଅଧ୍ୟାପିକା ବନ୍ଧୁମାନେ ଯେଉଁ ବାରମ୍ବାର ଆସୁଛନ୍ତି ବା ଏଠି ସୁପ୍ରିମକୋର୍ଟର ହାଇକୋର୍ଟର ଦ୍ୱାରସ୍ଥ ହେଲେ, ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେଲେ, ସୁପ୍ରିମକୋର୍ଟରେ ଆମର ପିଟିସନ୍ ଦେଇଦେଲେ। କିଏ ସେ ନା ଗଭର୍ଣ୍ଣମେଣ୍ଟ ରଖିଲା ଯେ ନାଇଁ ଏମାନଙ୍କୁ ନ ଦିଆଯାଉ। କିନ୍ତୁ ସେମାନେ ଚିନ୍ତା କଲେ ନାଇଁ ଏମାନଙ୍କୁ ଦିଆଯାଉ। ୟା ଅର୍ଥ ଯେ କ'ଣ ତୁମର ପ୍ରୋବ୍ଲେମ୍ ହେଇଛି, କ'ଣ ଅସୁବିଧା ହେଇଛି, ତୁମେ 3 ମାସ ଭିତରେ ଆମକୁ ରିପୋର୍ଟ ଦିଅ ବୋଲି ସେ କହିଲେ। ସେ ଯାହା ବି ହେଉଛୁ ସେ କଥା କହିଲେ। ଏଠି ବି ମୁଁ ତାର କି ପଏଣ୍ଟରେ ରଖିଦେଇଛି ଯେ କି ପଏଣ୍ଟରେ ଆମେ ସୁବିଧା ହେବ ଯେ ଦ ଡାଇରେକ୍ଟର ଅଫ୍ ହାୟର ଏଜୁକେସନ୍ ମୋଷ୍ଟ ବି ଟେକ୍ ଅଫ୍ ଡିସିସନ୍ ଆକର୍ଡ଼ିଂ ଟୁ ଦ ରୋଲ୍ ଅଫ୍ ୱିଥିନ୍ 3 ମନ୍ଥ। ୟା ଅର୍ଥ 3 ମାସ ଭିତରେ ସିଏ ଆମକୁ ରିପୋର୍ଟ ଦେବେ। ତା ଭିତରେ ଡିସିସନ୍ ପାର୍ଟିଜ୍ ଅଫ୍ ଲିଗାଲ୍ ଷ୍ଟେପ୍, ସେମାନେ ଲିଗାଲ୍ ଷ୍ଟେପ୍ରେ ରିକ୍ୱାର୍ଡ଼ ବାଇ ଲ, ସେମାନେ ଲ ଅନୁସାରେ ଚାଲିବେ। ଦେଖିବା କ'ଣ ହେଉଛି। ଆପ୍ରୋକ୍ସିମେଟଲି କିନ୍ତୁ 150 ଜଣ ଆମର ବା 150 ଜଣ ଲେକ୍ଚର ବନ୍ଧୁ ସେ କେସ୍କୁ UGC ସ୍କେଲ୍ ସାଲେରୀ ପାଇଁ ସେ ପିଟିସନ୍ କରିଥିଲେ। ଯେ ଗଭର୍ଣ୍ଣମେଣ୍ଟ 150 ଜଣଙ୍କୁ କ'ଣ ପାଇଁ ଦେବ ବା 150 ଜଣଙ୍କୁ କ'ଣ ପାଇଁ ଦେବ, ସମସ୍ତଙ୍କୁ କ'ଣ ପାଇଁ ନ ଦେବ? ୟା ଅର୍ଥ ଇଏ ଗୋଟେ ବଜେଟ୍ କରିବା ଦରକାର। ସେ କିନ୍ତୁ ବଜେଟ୍ ବନାଉନାହାନ୍ତି। ବଜେଟ୍ ସୁଭଦ୍ରା ଯୋଜନା, ଅଲଗା ଯୋଜନା, କୃଷି ଯୋଜନା, ବିଭିନ୍ନ ପ୍ରକାର ଯୋଜନାକୁ ବନାଉଛନ୍ତି, କିନ୍ତୁ ଶିକ୍ଷା ଯୋଜନାକୁ ବନାଉନାହାନ୍ତି। ୟା ଅର୍ଥ ଶିକ୍ଷା ଯୋଜନା ଯେତେବେଳେ ଡେଭଲପ୍ ହେବ, ଯେ କଣ୍ଟ୍ରିରେ ଶିକ୍ଷାର ବ୍ୟବସ୍ଥା ଡେଭଲପମେଣ୍ଟ, ସେ କଣ୍ଟ୍ରି ଅଲୱେଜ୍ ଡେଭଲପମେଣ୍ଟ। ସେ କଥାକୁ ଚିନ୍ତା କରିବା ଆବଶ୍ୟକତା ଅଛି। କିନ୍ତୁ ଗଭର୍ଣ୍ଣମେଣ୍ଟ ସେ କଥାକୁ କେଉଁଠି ନା କେଉଁଠି ଗୋଟେ ଅଣଦେଖା କରୁଛି ବୋଲି ଏଠି ଜଣାପଡ଼ୁଛି। ନେକ୍ସଟ ଷ୍ଟେପ୍ ଆମର ଡାଇରେକ୍ଟର ନିଶ୍ଚିତ ଇଣ୍ଡିଭିଜୁଆଲି ଗୋଟେ ହିୟରିଂ କରିବେ ବୋଲି ଚିନ୍ତା କରାହେଇଛି। ଯେ ହାୟର ଏଜୁକେସନର ଡାଇରେକ୍ଟର ନିଶ୍ଚିତ ଗୋଟେ ଇଣ୍ଡିଭିଜୁଆଲି ସେ କ'ଣ କରିବେ ଯେ ହିୟରିଂ କରିବେ। ହିୟରିଂରେ କେଉଁଠି ନା କେଉଁଠି ପଜିଟିଭ୍ ଦେଇକି ସେ ତାଙ୍କୁ ଦିଆହେଇଛି, ଡେଡ୍ ଲାଇନ୍ ଦିଆହେଇଛି, ଟାଇମ୍ ଲାଇନ୍ ଦିଆହେଇଛି ତାଙ୍କୁ ଯେ ଫାର୍ଷ୍ଟ ୱିକ୍ ମାର୍ଚ୍ଚ ମାସରେ, ସେ ମାର୍ଚ୍ଚ ମାସ ସୁଦ୍ଧା ତାଙ୍କୁ ଗୋଟେ ସିଡ୍ୟୁଲ୍ ବନେଇକି ଯାହା ହେଲେ ବି ସେ ନୋଟିସ୍ କରିବେ। ଯାହା କ'ଣ ନା କାହାକୁ କରିବେ ଯେ ଲେକ୍ଚରମାନଙ୍କୁ କରିବେ, କଲେଜ ଲେକ୍ଚରମାନଙ୍କୁ କରିବେ। ଯେ ଯେକୌଣସି ସମୟରେ ଯେତେବେଳେ ଡକୁମେଣ୍ଟ ମଗାଯିବ ସେ ଡକୁମେଣ୍ଟକୁ ତାଙ୍କ ପାଖରେ ନେସେସରି ଭାବରେ ବା ସେଣ୍ଡ କରିବେ ବୋଲି ଏ କଥା ଦେଖାଯାଇଛି। ଆର୍ଟିକଲ ଇମ୍ପୋଜ୍ଡ ନୋଟ୍ ଅଫ୍ ଆର୍ଟିକଲ ଇମ୍ପୋଜ୍ଡ କରାହେଲା କ'ଣ ଦ ମେନ୍ ଫୋକସ୍ରେ ଯେ ପର୍ସନାଲି ହିୟରିଂ ଦ ଗ୍ରିଭାନ୍ସ, ଯେ ଫାଇନାଲି ରେଜୁଲେସନ୍ସ ୱିଥ୍ କୋର୍ଟ ମାଣ୍ଡାଟୋରି ସେ ଦେଇଛି, କୋର୍ଟ ଦେଇଛି ମାଣ୍ଡାଟୋରି ଦେଇଛି କେତେ ନା 90 ଦିନ ଭିତରେ ବା 3 ମାସ ଭିତରେ। ୟା ଅର୍ଥ କେଉଁଠି ନା କେଉଁଠି ପର୍ସନାଲି ସେମାନେ
ନେଇକି ଦେବେ 3 ମାସ ଭିତରେ ଦେବେ। ୟା ଅର୍ଥ କେଉଁଠି ନା କେଉଁଠି ଆମେ ଦେଖିଲେ ଯେ ମୋ ବନ୍ଧୁମାନେ ବା ଲେକ୍ଚର ବନ୍ଧୁମାନେ ଗୋଟେ ଜିତା ପଟରେ ଅଛନ୍ତି, ନିଶ୍ଚିତ ଜିତିବେ। ଏଇ କଥାଟି ଆମର ମୁଁ ଯାହା ତ କହିବା କଥା କହିସାରିଲାଣି। ଏଇ କଥାଟି ଆମର ସମ୍ବାଦ ପେପରରେ ବାହାରିଥିଲା। UGC ହାରରେ ଦରମା ପ୍ରଦାନ ପ୍ରସଙ୍ଗ ବା 3 ମାସ ମଧ୍ୟରେ ନିଷ୍ପତ୍ତି ନେବେ ସରକାର। ହେଲା, ମୁଁ ଆଉ ଏଇଟା ରିଡ଼ିଂ କରିବା ଆବଶ୍ୟକତା ହେଉନାହିଁ। ମୁଁ ଭାବୁଛି ଯେ ଆପଣମାନେ ଏଇଠି ମୁଁ ଇଏ କରିଦେଉଛି, ବ୍ରାଉଜ୍ କରିଦେଉଛି, ଆପଣମାନେ ଦେଖିଦେଇପାରିବେ ଯଦି କେଉଁଟା ପଜିଟିଭ୍ ରହିବ। ହଁ, ସେ ଦେଇଛନ୍ତି ଏଇଠି ବ୍ୟକ୍ତିଗତ ଶୁଣାଣି କେବେ ଉଚ୍ଚଶିକ୍ଷା ନିର୍ଦ୍ଦେଶକ କରିବେ, ନିଶ୍ଚିତ ବ୍ୟକ୍ତିଗତ ଗୋଟେ ଶୁଣାଣି କରିବେ। ହେଲା, ଯେଉଁ ମାଣ୍ଡାଟୋରି ଜବ୍ ଇଏ ଦେଖିବା କ'ଣ ହେଉଛି। ଆମେ ନିଶ୍ଚିତ ଗୋଟେ ପଜିଟିଭରେ ରହିବା ଯେ ଆମକୁ ମିଳିବ। କିନ୍ତୁ କଥା ହେଲା ଏ ସିନା 150 ଜଣଙ୍କ କଥା କୁହାଗଲା, କିନ୍ତୁ ଯଦି ଗଭର୍ଣ୍ଣମେଣ୍ଟ ସମସ୍ତଙ୍କ କଥା ନ ବୁଝିବ ତାହେଲେ ମୋର ବନ୍ଧୁମାନେ ବା ମୋର ଭାଇମାନେ ସମସ୍ତେ ଯିବେ। ୟାର ତ କେଉଁଠି ନା କେଉଁଠି ସୁପ୍ରିମକୋର୍ଟ ନିଶ୍ଚିତ ଏମାନଙ୍କ କଥାକୁ ବୁଝିବ ବୋଲି ମୋର ଆଶା ଓ ବିଶ୍ୱାସ ଅଛି। ଆପଣମାନେ ଏଇ ଚ୍ୟାନେଲ୍ ସହିତ ଯୋଡ଼ି ହେଇକି ରୁହନ୍ତୁ। ଯେତେବେଳେ ଯେକୌଣସି ନୋଟିଫିକେସନ୍ ଆସିବ ଆପଣମାନଙ୍କୁ ଏଥିରେ ଏଇ ଭିଡ଼ିଓ ଅପଲୋଡ଼ ହେବ ଯେ ଆପଣମାନେ ଆରାମସେ ଏସବୁ କଥା ଆପଣମାନଙ୍କ ପାଖରେ ପହଞ୍ଚି ଯାଇପାରିବ। ରହିଲି, ଧନ୍ୟବାଦ। ଆପଣଙ୍କୁ ପ୍ରଣାମ କରି ଜଗନ୍ନାଥଙ୍କ ପାଖରେ ପ୍ରଣାମ କରୁଛି ଯେ ଆପଣମାନଙ୍କ କଥାକୁ ସୁପ୍ରିମକୋର୍ଟ ହେଉ ବା ଆମର ଯିଏ ଯାହାକୁ ଦାୟିତ୍ୱ ଦିଆହେଇଛି ହାୟର ଏଜୁକେସନ୍ର ଡାଇରେକ୍ଟରଙ୍କୁ, ସେମାନେ ଗୋଟେ ପଜିଟିଭରେ ନିଅନ୍ତୁ ଯେ ଯେମିତି ହେଲେ ତ ବାହାରିବ। କିନ୍ତୁ କଥା ହେଲା ଯେ କେତେବେଳେ ବାହାରିବ ବା କେବେ ବାହାରିବ, ଡିଲେ ହେଇଯାଉଛି। ଆଉ କାହାର ପେସେନ୍ସ ନାହିଁ। ବର୍ତ୍ତମାନ କିଏ ରିଟାୟାର୍ଡ଼ ହେବା ପରିସ୍ଥିତିକି ଗଲେଣି ବା ରିଟାୟାର୍ଡ଼ ହେଇସାରିଲେଣି। ଗଭର୍ଣ୍ଣମେଣ୍ଟ ସେଥିପାଇଁ ଡିଲେ କରୁଛି କ'ଣ କିଛି ଜଣାପଡ଼ୁନି। କିନ୍ତୁ କଥା ହେଲା ଯେ ନିଶ୍ଚିତ ଶୀଘ୍ର ଟିକେ ବାହାରିଲେ ବାକି ଯେଉଁମାନେ ରିଟାୟାର୍ଡ଼ ହେବାକୁ ଯାଉଛନ୍ତି ସେମାନଙ୍କ ଟିକେ ତାଙ୍କ ପାଇଁ ଟିକେ ସୁବିଧା ହେବ ବୋଲି ଆମମାନେ ଆଶା କରୁଛୁ ବା ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରୁଛୁ। ଆପଣମାନେ ପ୍ରାର୍ଥନା କରନ୍ତୁ ଶୀଘ୍ରଠୁ ଶୀଘ୍ର ଆପଣମାନଙ୍କ କଥାକୁ ଗୋଟେ ବିଚାର ଠିକ୍ ଉଚିତ ବିଚାର ବା ଉଚିତ ନ୍ୟାୟ ମିଳୁ। ଏତିକି କହି ମୁଁ ମୋର ଏଠି ଭିଡ଼ିଓକୁ ସମାପ୍ତ କରୁଛି। ରହିଲି, ଧନ୍ୟବାଦ, ଥ୍ୟାଙ୍କ ୟୁ। ଆଉ ଥରେ ଆପଣମାନଙ୍କୁ ପ୍ରଣାମ।